ବିଜେଡି ଦିଆଯାଇଛି ରିଜନାଲ ପାର୍ଟି ଖୁସି ବ୍ୟକ୍ତ କରିଛନ୍ତି ଯୋଉ ଝାଡଖଣ୍ଡରେ ଜିତିଲେ ଝାଡଖଣ୍ଡ ରିଜନାଲ ପାର୍ଟି କେବଳ ଜିତିଛି କଣ କଂଗ୍ରେସ ସାଙ୍ଗରେ ବୁଝାମଣା ଆସୁନଥିଲା ବୁଝାମଣା କରିଥିଲା ମହାରାଷ୍ଟ୍ର ବିଜେପି ଥିଲା ବୁଝାମଣାରେ ଜିତିଛି ଇଏ ଦୌଡୁଥିଲେ ଯାଇ କରିବା ଲାଗି ଇଲେକ୍ସନ ପୂର୍ବରୁ ବିଜେପି ସାଙ୍ଗରେ କରିବା ପାଇଁ ଏବେ କହୁଛନ୍ତି ସରକାର ଗଢିବୁ କଂଗ୍ରେସ ସାଙ୍ଗରେ ତୁମ ରିଜନାଲ କ୍ୟାରେକ୍ଟର ଆଉ କଣ ନିର୍ବାଚନ ପୂର୍ବରୁ ବିଜେପିର ଆବଶ୍ୟକତା ଥିଲା ବିଜେପି ତରଫରୁ ତାଙ୍କର ସଭାପତି ଯେ ମନମୋହନ ସାହୁ ବାରମ୍ବାର କହୁଥିଲେ ଯେ ଆମର କୌଣସି ମେଣ୍ଟ ହେବାର ନାହିଁ କିନ୍ତୁ ଏଠି ଏକତରଫା ପ୍ରେମ ଯେମିତି ଏକତରଫା କୁହାଯାଉଥିଲା ଆମେ ମେଣ୍ଟ କରିବୁ ରାଜ୍ୟର ସ୍ୱାର୍ଥ ପାଇଁ କରିବୁ ଅଙ୍ଗୁର କୋଳି ଗୁଡ଼ା ଖଟା ହେଲା ତା ପରବର୍ତ୍ତୀ ନା ଆମେ ଏକୁଟିଆ ଲଢ଼ିବୁ ଲଢ଼ିଲେ ଭଲ ହେଲା କିନ୍ତୁ ଲୋକ ଆମକୁ ଗ୍ରହଣ କଲେ ନାହିଁ ଏବଂ ଏ କଥାକୁ ଏପର୍ଯ୍ୟନ୍ତ ଦଳ ଭିତରେ ମଧ୍ୟ ଯେଉଁ କଥା ମୁଁ ଉଠେଇଥିଲି ତାର ସଠିକ ଭାବରେ ଆକଳନ ହେଉନାହିଁ ସମୀକ୍ଷା ହେଉନି ପରବର୍ତ୍ତୀରେ ଅନୁବାଦ ହେଉଛି ମୁଁ ସେ ଦଳ ସମ୍ପର୍କରେ ବର୍ତ୍ତମାନ ଯେହେତୁ ଅଧିକୃତ ନୁହେଁ କହିବା ଲାଗି କିନ୍ତୁ ଗୋଟେ ପବ୍ଲିକ ଇସ୍ୟୁରେ ମୁଁ କହିବି ପବ୍ଲିକ ଓଡ଼ିଶା ଲୋକ ଏକଥା ଗ୍ରହଣ କରିନାହାନ୍ତି ଏବଂ ଏ ଯେଉଁ ଖୁସି ଯେଉଁମାନେ ବ୍ୟକ୍ତ କରୁଛନ୍ତି ଝାଡ଼ଖଣ୍ଡରେ ରିଜନାଲ ପାର୍ଟି କେବଳ ଜିତିନି ରିଜନାଲ ପାର୍ଟି ସେଠି ମଧ୍ୟ ଲାଗୁ ହୋଇଛି କଂଗ୍ରେସ ସାଙ୍ଗରେ ଆରଜେଡି ସାଙ୍ଗରେ ଯଦି ସେ କଥାରେ ନ ହୋଇଥାନ୍ତା ହୁଏତ ସେଠିକାର ଚିତ୍ର ମଧ୍ୟ ଭିନ୍ନ ହୋଇଥାନ୍ତା